ଅନଙ୍ଗ ଭୀମ ଦେବ ଘୋଷଣା କଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଜ୍ୟର ପ୍ରଧାନ ପୂଜିତ ଦେବତା। ବହୁ ଯୁଗରୁ ପ୍ରଚଳିତ ରଥଯାତ୍ରା ତାଙ୍କ ସମୟରେ ପାଇଥିଲା ଏକ ନୂତନ ରୂପରେଖା। ରଥ ନିର୍ମାଣ ପାଇଁ କଠୋର ରୀତିନୀତି ମାନି ଶୁଭାରମ୍ଭ ହେଲା ବୃକ୍ଷ ଚିହ୍ନଟକରଣ ପ୍ରକ୍ରିୟା। ଏହି କାର୍ଯ୍ୟ ଦଶପଲ୍ଲା ଓ ରଣପୁର ଜଙ୍ଗଲରୁ ଆରମ୍ଭ ହେଲା। ବିଧାନ ହେଲା 4 ରୁ 7ଟି ପ୍ରଶାଖା ବିଶିଷ୍ଟ ଚିହ୍ନଟ ବୃକ୍ଷର ସାର୍ବିକ ଉଚ୍ଚତା ହୋଇଥିବ 12 ଫୁଟ। ବୃକ୍ଷ ଚିହ୍ନଟ ପରେ ବସନ୍ତ ପଞ୍ଚମୀରେ ତାର ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୁଏ। ରାମନବମୀ ଦିନ ଆରମ୍ଭ ହୁଏ ରଥ ପାଇଁ ବୃକ୍ଷ କଟା। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। 6ଟି ରଥ ନିର୍ମାଣ ହେଉଥିଲା, କାରଣ ପୁରୀ ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା ପଥରେ ପ୍ରବାହିତ ହେଉଥିଲା ବଳଗଣ୍ଡି ନାଳ। 3ଟି ରଥରେ ଶ୍ରୀମନ୍ଦିରରୁ ବଳଗଣ୍ଡି ନାଳ ପର୍ଯ୍ୟନ୍ତ ଯାତ୍ରା କରାଯାଉଥିଲା। ନାଳ ପରେ ପୁଣି ଆଉ 3ଟି ରଥରେ ଯାତ୍ରା ସମାପନ ହେଉଥିଲା। ଏହି ଭାବରେ ପ୍ରଚଳିତ ଥିଲା ରଥଯାତ୍ରାର ଉତ୍ସବ। 1240 ଖ୍ରୀଷ୍ଟାବ୍ଦ ରାଜା କେଶରୀ ନରସିଂହଙ୍କ ଆଦେଶରେ ବଳଗଣ୍ଡି ନାଳ ପୋତି ଦିଆଗଲା। ସେବେଠାରୁ ଆରମ୍ଭ ହେଲା 3ଟି ରଥରେ ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ରଥଯାତ୍ରା। ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ୱଜ, ତାପରେ ଭଗ୍ନୀ ସୁଭଦ୍ରାଙ୍କ ରଥ ଦେବଦଳନ ଏବଂ ସବାଶେଷରେ ନନ୍ଦିଘୋଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ। ସମୟ ଅତିକ୍ରାନ୍ତ ହେଲା। ଭାରତବର୍ଷରେ ସେତେବେଳେ ମୋଗଲ ଶାସନ। 16ଶହ ଶତାବ୍ଦୀର ମଧ୍ୟଭାଗରେ ମୋଗଲ ସେନାପତି କଳାପାହାଡ଼ ପୁରୀ ଆକ୍ରମଣ କଲା। ଅଭିନବ ଇନ୍ଦ୍ରଦ୍ୟୁମ୍ନ ଗଜପତି ରାଜା ରାମଚନ୍ଦ୍ର ଦେବ ତାକୁ ପ୍ରତିରୋଧ କଲେ ଏବଂ ରଥଯାତ୍ରାର ଐତିହ୍ୟ ପୁନଃ ପ୍ରତିଷ୍ଠା କଲେ। ଇତିମଧ୍ୟରେ 100 ବର୍ଷ ବିତିଗଲା। ଅବଶେଷରେ ରାଜା ବୀରକେଶରୀ ଉତ୍କଳର ସବୁ ରାଜାଙ୍କୁ ସମ୍ମିଳିତ କରି ରଥଯାତ୍ରା ଆୟୋଜନ କରିବା ପାଇଁ ସମର୍ଥ ହେଲେ। ଇଂରେଜ ଅମଳରେ ବି ସ୍ୱମହିମାରେ ଆୟୋଜିତ ହେଉଥିଲା ରଥଯାତ୍ରା। ଦେଶ ସ୍ୱାଧୀନ ହେଲା। ରଥଯାତ୍ରା ଉତ୍ସବର ମହିମା ବୃଦ୍ଧି ପାଇ ଚାଲିଥିଲା। ଦିନ, ମାସ, ବର୍ଷ ଅତିକ୍ରାନ୍ତ ହେଲା। ଏବେ ସାରା ପୃଥିବୀର ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଏହି ପୁଣ୍ୟତିଥିରେ ରୁଣ୍ଡ ହେଉଛନ୍ତି। ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନାର୍ଥେ ଆମେ ଆଜି ବିଶ୍ୱବିଖ୍ୟାତ ରଥଯାତ୍ରାରେ ସାମିଲ ହୋଇଛୁ। ଆସନ୍ତୁ ସମସ୍ତେ ମିଶି ଆଜି ଏହି ପବିତ୍ର ରଥ ଦଉଡ଼ିକୁ ଟାଣି କଣ୍ଠରେ ପ୍ରକମ୍ପିତ କରିବୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।